ସମସ୍ତଙ୍କୁ ସ୍ୱାଗତ ଜଣାଉଛି ମୁଁ ଅପରାଜ ପାତ୍ର ମୋ ଚ୍ୟାନେଲ ଏମଏସ୍ ଏକାଡେମୀକୁ। ଆଜିର କ୍ଲାସରେ ଆମେ ସିଟି ଏଣ୍ଟ୍ରାନ୍ସ 2025ର ଯେଉଁ ଟପିକଟି ଅଛି ସେଲ୍, ଯେଉଁଥିରେ କି ପ୍ଲାଣ୍ଟ ସେଲ୍ ଆଣ୍ଡ ଆନିମାଲ ସେଲ୍ ବିଷୟରେ ପଢ଼ିବା। ଆଜିର କ୍ଲାସରେ ଟୋଟାଲ ଆମେ 25ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଟାକି 2025 ଆପଣ ସିଟି ଏଣ୍ଟ୍ରାନ୍ସରେ ସାଇନ୍ସର ପ୍ଲାଣ୍ଟ ଆଉ ଆନିମାଲ ସେଲ୍ କ୍ୱେଶ୍ଚନ୍ ପାଇବେ, ସେଗୁଡ଼ା ଡିସ୍କସନ୍ କରିବା। ଭିତରେ ଆପଣ କାହିଁକି ଏକ୍ସପ୍ଲାନେସନ୍ କ୍ୱେଶ୍ଚନ୍ ଅନୁସାରେ ଆନ୍ସର ଆପଣଙ୍କୁ କ'ଣ ହେଲା ବୁଝେଇଦେବି, ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଆପଣ ସିଟି ଏଣ୍ଟ୍ରାନ୍ସ ମ୍ୟାଥମେଟିକ୍ସ କ୍ଲାସ୍ କରିବା ପାଇଁ ଚାହୁଁଛନ୍ତି, ପ୍ଲେଲିଷ୍ଟରୁ ଯାଇ ଆପଣ ସିଟି ଏକ୍ଜାମ୍ ଫୁଲ୍ ମ୍ୟାଥମେଟିକ୍ସ କ୍ଲାସ୍ ସର୍ଚ୍ଚ କଲେ ପାଇପାରିବେ। 3ରୁ 4ଟି କ୍ଲାସ୍ ହେଇଛି, ଆଉ ଆମର ଏଇଟା ହେଉଛି ସିଟି ଏଣ୍ଟ୍ରାନ୍ସ 2025ର ସାଇନ୍ସର 4 ନମ୍ବର କ୍ଲାସ୍। ତେଣୁ ଚାଲନ୍ତୁ ଆପଣ କ୍ୱେଶ୍ଚନ୍ ଗୁଡ଼ାକ ଆନ୍ସର ଦେବା ପାଇଁ ଚେଷ୍ଟା କରନ୍ତୁ। ଯଦି ନ ହେଉଛି ଆପଣ ଭିଡ଼ିଓ ଆଗକୁ ଗଲେ ଦେଖିପାରିବେ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଫାର୍ଷ୍ଟ କ୍ୱେଶ୍ଚନଟି ଅଛି କ'ଣ ନା, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍। ଏମିତି କ'ଣଟା ଏଟମ୍ ନା ଟିସ୍ୟୁ ନା ଅର୍ଗାନ ନା ସେଲ୍। ବେଳେବେଳେ କ'ଣ ହୁଏ ସାଇନ୍ସ ପିଲାଙ୍କର କ'ଣ ହୁଏ, ଏଟମ୍ଟା ହେଉଛି କ'ଣ ଗୋଟେ ମେଟର ବା ଗୋଟେ ଏଲିମେଣ୍ଟର ହେଉଛି ସବୁଠୁ କ'ଣ ଆମର ସ୍ମଲେଷ୍ଟ ପାର୍ଟିକଲ। କିନ୍ତୁ ଯଦି କ୍ୱେଶ୍ଚନ ହେଇଥିବ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍, ତାହେଲେ କ'ଣ ହବ ସେଲ୍ ହବ। ବୁଝିପାରିଲେ? ତେଣୁ କୋଉଟା ଉତ୍ତର ହେଲା ଅପସନ୍ ନମ୍ବର ଡି। କାହିଁକିନା ଦ ସେଲ୍ ଇଜ ଦ ସ୍ମଲେଷ୍ଟ ୟୁନିଟ୍ ଅଫ୍ ଲାଇଫ୍ ଇନ୍ ଦ ଲିଭିଂ ଅର୍ଗାନିଜମ୍। ଯଦି ଲିଭିଂ ଅର୍ଗାନିଜମ୍ ଦେଇଛି ତାହେଲେ ସେଲ୍ ହବ କଣ୍ଡେନ୍ସର। ତେଣୁ ଦେଖିବା 2 ନମ୍ବର କ୍ୱେଶ୍ଚନ, ହ୍ୱିଚ୍ ଅଫ୍ ଦ ଫଲୋଇଂ ଅର୍ଗାନେଲ୍ସ ଇଜ ଫାଉଣ୍ଡ ଓନ୍ଲି ଇନ୍ ଦ ପ୍ଲାଣ୍ଟ ସେଲ୍। ଏମିତି କୋଉଟା ଆଡ଼େ କ'ଣ ଆମର କେବଳ ପ୍ଲାଣ୍ଟ ସେଲ୍ ପାଆନ୍ତି, ନ୍ୟୁକ୍ଲିୟସ୍ ନା ମାଇଟୋକଣ୍ଡ୍ରିଆ ନା କ୍ଲୋରୋପ୍ଲାଷ୍ଟ ନା ରାଇବୋଜୋମ୍। କୋଉଟା ନ୍ୟୁକ୍ଲିୟସ୍ ତ ବୋଥ ଆମର କ'ଣ ଆନିମଲ୍ ଆଉ ପ୍ଲାଣ୍ଟ ସେଲ୍ ଦିଟାରେ ଅଛି। ଦେଖିବା କ'ଣ ଉତ୍ତରଟି ହବ। ତେଣୁ ଉତ୍ତରଟି ହବ କ'ଣ ଆମର ଅପସନ୍ ନମ୍ବର ସି କ୍ଲୋରୋପ୍ଲାଷ୍ଟ। କାହିଁକିନା କ୍ଲୋରୋପ୍ଲାଷ୍ଟ ଇଜ ପ୍ରେଜେଣ୍ଟ ଓନ୍ଲି ଇନ୍ ଦ ପ୍ଲାଣ୍ଟ ସେଲ୍ and is responsible for photosynthesis। କ୍ଲୋରୋପ୍ଲାଷ୍ଟ କ'ଣ ଥାଏ, ଏ ଯେଉଁ ଆମର କ'ଣ ଥାଏ ନା ସବୁଜ କଣା ଗୁଡ଼ାକ ଥାଏ, ଯେଉଁଥିରେ କ'ଣ ସେ ରେସ୍ପନ୍ସିବଲ୍ କାହା ପାଇଁ ନା ଫଟୋସିନ୍ଥେସିସ୍। ଫଟୋସିନ୍ଥେସିସ୍ କ'ଣ କ'ଣ ଦରକାର ହୁଏ ନା ଆମର ଏ ଯେଉଁ ୱାଟର ଆଉ CO2 ଆଉ ସୂର୍ଯ୍ୟାଲୋକ ହେଲା, ତିନିଟା ଦରକାର। ସେଇଟା କୋଉଥିରେ ତିଆରି ହୁଏ ନା କ୍ଲୋରୋପ୍ଲାଷ୍ଟ ଯେଉଁ ଥାଏ ସେଥିରେ ତିଆରି ହୁଏ ଖାଦ୍ୟଟା। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ, ଆନିମଲ ସେଲ୍ ଲେକ୍ ମାନେ ଆନିମଲ ସେଲ୍ କ'ଣଟା ନଥାଏ। ଅପସନ୍ ନମ୍ବର ଏ ସାଇଟୋପ୍ଲାଜମ, ବି ସେଲ୍ ୱାଲ୍, ସି ନ୍ୟୁକ୍ଲିୟସ୍, ଡି ପ୍ଲାଜମ ମେମ୍ବ୍ରେନ୍। କୋଉଟା ଉତ୍ତର ହବ ନା ଉତ୍ତର ହବ ଅପସନ୍ ନମ୍ବର ବି ସେଲ୍ ୱାଲ୍ ହେଲା। ଆନିମଲ ସେଲ୍ କ'ଣ ନଥାଏ, ସେଲ୍ ୱାଲ୍ଟା ନଥାଏ। ବୁଝିପାରିଲେ? ତେଣୁ ଓନ୍ଲି ପ୍ଲାଣ୍ଟ ସେଲ୍ ହେଭ୍ ଦ ରିଜିଡ୍ ସେଲ୍ ୱାଲ୍, ଯେଉଁଟାକି କ'ଣ ତାକୁ ଗୋଟେ ରିଜିଡିଟି ଦିଏ, ମାନେ ତାର ଗୋଟେ ଡେଫିନେଟ୍ ଗୋଟେ ସେପ୍ ଥାଏ। ପ୍ଲାଣ୍ଟ ସେଲ୍ ଆପଣ ଦେଖନ୍ତୁ, ଆପଣ ହାତକୁ ଯଦି ଚିପିବେ ଯେଉଁ ସେଲ୍ ଯେଉଁ ଷ୍ଟ୍ରକ୍ଚର କରିବେ ମାନେ ଅଲଗା ଆପଣ ଗୋଟେ ସେପ୍ ଦେଇପାରିବେ, କିନ୍ତୁ ପ୍ଲାଣ୍ଟ ସେଲ୍ ସବୁବେଳେ କ'ଣ ରିଜିଡିଟି ଥାଏ। ମାନେ ଯଦି ଆପଣ ଗୋଟେ ଗଛର ବଳକୁଳକୁ ମାନେ ଗଛ ଗଣ୍ଡିଟାକୁ ଆପଣ ଯେମିତି ସେ ସେପ୍ରେ ଥିବ ସେଇ ସେପ୍ରେ ହିଁ ରହିବା ପାଇଁ ପଡ଼ିବ, ଆଉ ଅଲଗା ଚେଞ୍ଜ ହେବନି। ତ ସେଥିପାଇଁ କ'ଣ ଦିଏ ସେଲ୍ ୱାଲ୍ଟା ଗୋଟେ ରିଜିଡିଟି ଦେଇଥାଏ କାହାକୁ ନା ଏ ଯେଉଁ ପ୍ଲାଣ୍ଟ ସେଲ୍କୁ। ବୁଝିପାରିଲେ? ତେଣୁ ଆଉ ଯେଉଁ ସେଲ୍ ୱାଲ୍ଟା କୋଉଥିରେ ତିଆରି ନା ଆମର କ'ଣ ନା ସେଲ୍ୟୁଲୋଜ୍। ମନେ ରଖିବେ କ'ଣ ସେଲ୍ୟୁଲୋଜ୍ରୁ ତିଆରି। ନେକ୍ସଟ କ୍ୱେଶ୍ଚନ ଦେଖିବା 4 ନମ୍ବର କ୍ୱେଶ୍ଚନ, ଦ ଜେଲି ଲାଇକ୍ ସବଷ୍ଟାନ୍ସ ଇନସାଇଡ୍ ଦ ସେଲ୍ ଇଜ କଲ୍ଡ କ'ଣ। ଅପସନ୍ ନମ୍ବର ଏ ନ୍ୟୁକ୍ଲିଓପ୍ଲାଜମ, ଅପସନ୍ ନମ୍ବର ବି ପ୍ରୋଟୋପ୍ଲାଜମ, ନା ସି ସାଇଟୋପ୍ଲାଜମ, ନା ରାଇବୋଜୋମ। କୋଉଟା ହବ ଅପସନ୍ ନମ୍ବର ସି ସାଇଟୋପ୍ଲାଜମ ହେଲା। କ'ଣ ଦିଏ ନା ଜେଲି ଲାଇକ୍ ସବଷ୍ଟାନ୍ସ ଯେଉଁ ଅଛି ସେଲ୍ ଭିତରେ ସେଟା କ'ଣ କୁହାଯାଏ, ସେ ସାଇଟୋପ୍ଲାଜମ କୁହାଯାଏ। ସାଇଟୋପ୍ଲାଜମ ଭିତରେ ଆଉ ସବୁ ଯେଉଁ ଅର୍ଗାନେଲ ଗୁଡ଼ାକ ଥାଏ କ'ଣ ମାଇଟୋକଣ୍ଡ୍ରିଆ, ରାଇବୋଜୋମ, ଗୋଲ୍ଗି ବଡି, ନ୍ୟୁକ୍ଲିୟସ୍, ଯାହା ସବୁ ତାରି ଭିତରେ ଥାଏ ଆଉ। ତେଣୁ ସାଇଟୋପ୍ଲାଜମ ସରାଉଣ୍ଡ ଦ ଅର୍ଗାନେଲ୍ସ ଆଣ୍ଡ ସପୋର୍ଟସ ଦ ସେଲ୍ୟୁଲାର ଆକ୍ଟିଭିଟିଜ୍ ହେଲା। ଏହା ଯେତେ ସବୁ ସେଲ୍ୟୁଲାର ଆକ୍ଟିଭିଟିଜ୍ ହୁଏ କାହା ଭିତରେ ସାଇଟୋପ୍ଲାଜମ ଭିତରେ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ଅଛି, ହ୍ୱିଚ୍ ଅର୍ଗାନେଲ୍ସ ଇଜ ନୋନ୍ ଏଜ୍ ଦ ପାୱାର ହାଉସ ଅଫ ଦ ସେଲ୍ ହେଲା। ନ୍ୟୁକ୍ଲିୟସ୍ ନା କ୍ଲୋରୋପ୍ଲାଷ୍ଟ ନା ରାଇବୋଜୋମ ନା ମାଇଟୋକଣ୍ଡ୍ରିଆ। କ'ଣ ମାଇଟୋକଣ୍ଡ୍ରିଆ ହେଲା। ପାୱାର ହାଉସ କାହାକୁ କୁହାଯାଏ, ମାଇଟୋକଣ୍ଡ୍ରିଆ କୁହାଯାଏ। ଯଦି ଆପଣଙ୍କୁ ପଚାରିଥିବ ଏ ଯେଉଁ ଯଦି କହିଥିବ ଯେ ଯେଉଁ ପାୱାର ୟୁନିଟ୍ କ'ଣ କୁହାଯାଏ, ଏଟିପି କୁହାଯାଏ ହେଲା। ମାଇଟୋକଣ୍ଡ୍ରିଆ ଜେନେରେଟ୍ ଦ ଏନର୍ଜି ଇନ୍ ଦ ଫର୍ମ ଅଫ ଏଟିପି। ତେଣୁ 6 ନମ୍ବର କ୍ୱେଶ୍ଚନ ଦେଖିବା, ହ୍ୱାଟ କଣ୍ଟ୍ରୋଲ୍ସ ଅଲ୍ ଆକ୍ଟିଭିଟିଜ୍ ଅଫ ଦ ସେଲ୍। କୋଉଟା ଯେଉଁ ସେଲ୍ ଭିତରେ ଯେତେ ସବୁ ଆକ୍ଟିଭିଟି ହୁଏ ସେଇଟାକୁ କଣ୍ଟ୍ରୋଲ କରେ, ରାଇବୋଜୋମ ନା ଗୋଲ୍ଗି ଆପାରାଟସ୍ ନା ନ୍ୟୁକ୍ଲିୟସ୍ ନା ଭେକ୍ୟୁଲ। କ'ଣ ଇମ୍ପୋର୍ଟାଣ୍ଟ ସବୁଠୁ କେଇଟା ନ୍ୟୁକ୍ଲିୟସ୍। ନ୍ୟୁକ୍ଲିୟସ୍ ଭିତରେ ଯେତେ ସବୁ ସେଲ୍ ଭିତରେ ଯେତେ ସବୁ କାମ ହୋଇଥାଏ ସେଗୁଡ଼ାକୁ ସବୁ କିଏ ଅପରେଟ୍ କରେ ନା ନ୍ୟୁକ୍ଲିୟସ୍ ଅପରେଟ୍ କରେ। ଯେମିତିକି ଆମର କ'ଣ ବଡିରେ ବ୍ରେନ୍ ଯେଉଁ ଅପରେଟ୍ କରେ ସେମିତିଆ ସେଲ୍ ଭିତରେ କିଏ ନ୍ୟୁକ୍ଲିୟସ୍। ବୁଝିପାରିଲେ? ତ ନ୍ୟୁକ୍ଲିୟସ୍ ଆକ୍ଟସ୍ ଏଜ୍ ଏନ୍ କଣ୍ଟ୍ରୋଲ ସେଣ୍ଟର ଅଫ୍ ଦ ଷ୍ଟୋର୍ସ ଜେନେରେଟିକ୍ ମେଟେରିଆଲ୍। ତା ଭିତରେ ଜେନେଟିକ୍ ମେଟେରିଆଲ୍ ଗୁଡ଼ାକ ଯେମିତି DNA RNA ତାରି ଭିତରେ ରହିଥାଏ। 7 ନମ୍ବର କ୍ୱେଶ୍ଚନ ଦେଖିବା, ହ୍ୱିଚ୍ ଅର୍ଗାନେଲ୍ସ ଇଜ ରେସ୍ପନ୍ସିବୁଲ୍ ଫର୍ ପ୍ରୋଟିନ୍ ସିନ୍ଥେସିସ୍। ୟା ଭିତରୁ କୋଉଟା ପ୍ରୋଟିନ୍ ସିନ୍ଥେସିସ୍ର ହେଇଥାଏ ମାନେ ରେସ୍ପନ୍ସିବୁଲ୍ ହେଇଥାଏ, ରାଇବୋଜୋମ, ଗୋଲ୍ଗି ବଡି, ଲାଇସୋଜୋମ, ଭେକ୍ୟୁଲ। କୋଉଟା ହବ ନା ରାଇବୋଜୋମ ହେଲା। ରାଇବୋଜୋମ ମିନ୍ସ ସିନ୍ଥେସିସ୍ ପ୍ରୋଟିନ୍ ରିକ୍ୱାର୍ଡ ବାଇ ଦ ସେଲ୍ ହେଲା। ସେଲ୍ ଯେତେ ଦରକାର କରେ ସେ ଅନୁସାରେ କି ରାଇବୋଜୋମ ତିଆରି କରେ କ'ଣ ପ୍ରୋଟିନ୍ ତିଆରି କରେ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦ ମେମ୍ବ୍ରେନ୍ ଦ୍ୟାଟ୍ କଣ୍ଟ୍ରୋଲ୍ସ ଏଣ୍ଟ୍ରି ଆଣ୍ଡ ଏକ୍ଜିଟ୍ ଅଫ ଦ ସବଷ୍ଟାନ୍ସ ଇନ୍ ଦ ସେଲ୍। କିଏ କ'ଣ କରେ ନା ସେ ଯେଉଁ ଏଣ୍ଟ୍ରି ବା ଏକ୍ଜିଟ୍କୁ କଣ୍ଟ୍ରୋଲ କରେ କିଏ, ସେଲ୍ ୱାଲ୍ ନା ସାଇଟୋପ୍ଲାଜମ ନା ପ୍ଲାଜମା ମେମ୍ବ୍ରେନ୍ ନା ନ୍ୟୁକ୍ଲିୟସ୍। ଏଇଟା କ'ଣ ନା ପ୍ଲାଜମା ମେମ୍ବ୍ରେନ୍ ହେଲା। ଏ ଯେଉଁ ସେଲ୍ ଅଛି ତା ପାଖରେ ଗୋଟେ ଥାଏ ପ୍ଲାଜମା ମେମ୍ବ୍ରେନ୍। ସେ ଏଣ୍ଟ୍ରି ଆଉ ଏକ୍ଜିଟ୍ ମାନେ କିଏ ଭିତରକୁ ଯିବ କିଏ ବାହାରକୁ ଯିବ ସେ କଣ୍ଟ୍ରୋଲ କରିଥାଏ କିଏ ପ୍ଲାଜମା ମେମ୍ବ୍ରେନ୍। Option number C হবো correct answer. The plasma membrane is selectively permeable
ମାନେ ପରମିଏବୁଲ ମାନେ କ'ଣ ସେ ଏଣ୍ଟ୍ରି କରିବା ପାଇଁ ସୁଇଟେବୁଲ ହେଲା ଏଣ୍ଡ ରେଗୁଲେଟ୍ସ ଦ ମୁଭମେଣ୍ଟ ଅଫ ଦ ସବଷ୍ଟାନ୍ସ କିଏ ବାହାରକୁ ଯିବ କିଏ ଭିତରକୁ ଆସିବ ସିଏ କ'ଣ କରେ ନା କଣ୍ଟ୍ରୋଲ କରେ। ଅପସନ ତାପରେ କ୍ୱେଶ୍ଚନ ନମ୍ବର 9 ଦେଖିବା ଭ୍ୟାକ୍ୟୁଲ ଇଜ ଜେନେରାଲି ଡେସ୍ ଇନ୍ ପ୍ଲାଣ୍ଟ ସେଲ୍ ହେଲା ଭ୍ୟାକ୍ୟୁଲଟା କ'ଣ ହେଇଥାଏ ପ୍ଲାଣ୍ଟ ସେଲରେ। ଅପସନ ନମ୍ବର ଏ ଏବସେଣ୍ଟ ଥାଏ ନା ସ୍ମଲ୍ ଥାଏ ନା ଲାର୍ଜ ଆଣ୍ଡ ସେଣ୍ଟ୍ରାଲ ନା ସ୍କାଟର୍ଡ। ଏମିତି ପ୍ଲାଣ୍ଟ ସେଲଟା ଦେଖିଛନ୍ତି ନା ଏମିତି ଥାଏ ହେଲା ତା ଭିତରେ ଏମିତି ଖାଲି ଫାଙ୍କା ସ୍ଥାନ ଥାଏ ହେଲା ସେଇଟା କ'ଣ କୁହାଯାଏ ଭ୍ୟାକ୍ୟୁଲ କୁହାଯାଏ। ତେଣୁ କ'ଣ ଲାର୍ଜ ଆଉ ସେଣ୍ଟ୍ରାଲ ହେଲା ମଝିରେ ଥାଏ ଆଉ କ'ଣ ବହୁତ ବଡ଼ ଥାଏ ହେଲା ମନେ ରହିଲା। ତେଣୁ ଅପସନ ନମ୍ବର ସି ହେବ କରେକ୍ଟ ଆନ୍ସର ଯୋଉଟାକି ପ୍ଲାଣ୍ଟ ସେଲ୍ ହେଭ୍ ଦ ଲାର୍ଜ ସେଣ୍ଟ୍ରାଲ ଭ୍ୟାକ୍ୟୁଲ ଫର ଷ୍ଟୋରେଜ ଆଣ୍ଡ ମେଣ୍ଟେନାନ୍ସ ଦ କ'ଣ ଟ୍ରାଜିଡିଟି। ତାର क्वेश्चन नंबर 10 देखिए व्हिच ऑफ द फॉलोइंग इज नॉट ए सेल ऑर्गेनेल एमिति कोन गोटे सेल ऑर्गेनेल नुहे न्यूक्लियस माइटोकॉन्ड्रिया सेलुलर क्लोरोप्लास्ट एमिति एटा भी गोटे सेवाने साइटोप्लाज्म भितर कोनटा सब न थाए हला कोन न थाए ना सेल वाला काई ना सेल वाला कोन सेल रो बाहर थाए रिजिडिटी दे थाए कहथिले आपन को जेटा कोन थाए प्लांट सेल रे थाए हो तेनो सेटा कोटे कोन ना सेल ऑर्गेनेल्स नुहे। The cell wall is a protective outer structure ହେଲା not an internal organelle ସେଥିପାଇଁ ସେ ବାହାରେ ଥାଏ ଆଉ which of the following is found in both plant and animals ଏଥିରୁ କୋଉଟା both ପ୍ଲାଣ୍ଟ ସେଲ୍ ଆଉ ଆନିମାଲ ସେଲ୍ରେ ଥାଏ କ୍ଲୋରୋପ୍ଲାଷ୍ଟ ନା ସେଲ୍ ୱାଲ୍ ନା ନ୍ୟୁକ୍ଲିୟସ୍ ନା ପ୍ଲାଷ୍ଟିଡ୍। ସେଲ୍ ୱାଲ୍ ତ ନଥାଏ କହିଥିଲି କ୍ଲୋରୋପ୍ଲାଷ୍ଟ ବି ନଥାଏ କ'ଣ ନ୍ୟୁକ୍ଲିୟସ୍ ଦୁଇଟା ସାରା ନ୍ୟୁକ୍ଲିୟସ୍ଟା କ'ଣ ଉଭୟ ପ୍ଲାଣ୍ଟ ସେଲ୍ ଆଉ ଆନିମାଲ ସେଲ୍ରେ ନ୍ୟୁକ୍ଲିୟସ୍ଟା ପ୍ରେଜେଣ୍ଟ ଥାଏ ଦ ନ୍ୟୁକ୍ଲିୟସ୍ ଇଜ୍ ପ୍ରେଜେଣ୍ଟ ଇନ୍ ବୋଥ୍ ଟାଇପ୍ ଅଫ୍ ଦ ସେଲ୍। 12 ନମ୍ବର କ୍ୱେଶ୍ଚନ୍ ହ୍ୱିଚ୍ ଷ୍ଟ୍ରକ୍ଚର gives a rigidity to the plant cell ହେଲା କୋଉଟା ଭ୍ୟାକ୍ୟୁଲ ନା ସାଇଟୋପ୍ଲାଜମ ନା ସେଲ୍ ୱାଲ୍ ନା ପ୍ଲାଜମ କିଏ ଦିଏ ନା ସେଲ୍ ୱାଲ୍। ସେଲ୍ ୱାଲ୍ କୋଉଥିରେ ତିଆରି ନା କ'ଣ ସେଲ୍ୟୁଲୋଜ ହେଲା ସେଲ୍ୟୁଲୋଜରୁ ସେଲ୍ ୱାଲ୍ ତିଆରି ସେ କ'ଣ ଦିଏ ରିଜିଡିଟି ମାନେ ଡେଫିନେଟ ଗୋଟେ ସେପ୍ ଦେଇଥାଏ ଆଉ सेल को है द सेलुलोज सेल विल प्रोवाइड द स्ट्रक्चर एंड स्ट्रेंथ। 13 नंबर क्वेश्चन व्हाट इज द फंक्शन ऑफ द लाइसोसोम लाइसोसोम रो फंक्शन टा कोन प्रोटीन सिंथेसिस ना डाइजेशन ऑफ वेस्ट ना ट्रांसपोर्ट मटेरियल्स ना फोटोसिंथेसिस कोनटा प्रोटीन सिंथेसिस राइबोसोम तापर ट्रांसपोर्ट मटेरियल लाको क्वेश्चन जे आपन कहबी फोटोसिंथेसिस तो क्लोरोप्लास्ट करे तेन कोनटा हबो डाइजेशन ऑफ द वेस्ट गुडा को से कोन करे ना डाइजेशन करे से कोन कहजे सुइसाइडल कोन ए जो लाइसोसोम कोन कहजे सुइसाइडल बेक्स कहजे कहीं से कौन डाइजेस्ट वर्न आउट पार्ट जी आउट पार्ट गुड़ा गले कौन करे डाइजेस्ट करे से कौन कहते सुइसाइडल बैग बोली कह जाए। नेक्स्ट क्वेश्चन देखिए एबे 14 नंबर व्हिच पार्ट ऑफ द प्लांट सेल कंटेन्स द ग्रीन पिगमेंट ये किए ग्रीन पिगमेंट कंटेन न्यूक्लियस क्लोरोप्लास्ट माइटोकॉन्ड्रिया राइबोसोम किए क्लोरोप्लास्ट आपन कहथिले ग्रीन पिगमेंट गुड़ा कथा जोंथरे कोन फोटोसिंथेसिस होइताय हैला कोन हो ऑप्शन नंबर बी हो कोट आंसर कोन क्लोरोप्लास्ट काहे कि क्लोरोप्लास्ट कंटेन्स द क्लोरोफिल जोंथरे कोन व्हिच इज ए ग्रीन कलर। 15 नंबर क्वेश्चन व्हिच इज रेस्पोंसिबल फॉर ट्रांसपोर्ट इनसाइड द सेल कहा पई हम सेल भीतर कोन ट्रांसपोर्ट ही पारे राइबोसोम ना एंडोप्लाज्मिक रेटिकुलम ना माइटोकॉन्ड्रिया ना न्यूक्लियस। राइबोसोम तो कोन करे फोटोसिंथेसिस करे माइटोकॉन्ड्रिया कोन पावर हाउस कहा जाय न्यूक्लियस भीतर कोन होय जे सब काम होय सेरो हेड तम एंडोप्लाज्मिक रेटिकुलम टा कोन हबो ना कोड आंसर हबो हैला काइना से कोन करे जते सब ट्रांसपोर्ट होय के करे एंडोप्लाज्मिक रेटिकुलम बुझि पाले। ତେଣୁ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ହେଲ୍ପସ୍ ଦ ମୁଭମେଣ୍ଟ ଅଫ୍ ଦ ମ୍ୟାଟେରିଆଲ୍ସ ୱିଦିନ୍ ଦ ସେଲ୍। ଯଦି ଆପଣ ଚାହୁଁଛନ୍ତି ଯେ ଯଦି ଆପଣ ଚାହୁଁଛନ୍ତି ଯେ ପଢ଼ିବା ପାଇଁ ପିଡିଏଫ୍ ତାହେଲେ ମୁଁ ଆପଣଙ୍କୁ ଡେସ୍କ୍ରିପସନ୍ ଲିଙ୍କ୍ ଦେଇଦେବି ଆପଣ ଯାଇ ସେଠି ପିଡିଏଫ୍ ପାରିବେ ଫୁଲ୍ ଟପିକ୍ର ଯେମିତିକି ଆଜି ଅଛି ସେଲ୍ ଷ୍ଟ୍ରକ୍ଚର୍ ଆପଣଙ୍କୁ ଦେଇଦେବି ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇକି ଆପଣ ନିଜେ ସେଇଠି ନୋଟ୍ ଗୁଡ଼ାକ କରିପାରିବେ ହେଲା ଆପଣ ଡେସ୍କ୍ରିପସନ୍ ଯାଆନ୍ତୁ ଆପଣଙ୍କୁ ତଳେ ଦେଖାଯିବ ଯେ ଯେଉଁ ନୋଟ୍ ଗୁଡ଼ାକ ଆପଣ ଲେଖିପାରିବେ। ତେଣୁ ଯିବା ନେକ୍ସଟ କ୍ୱେଶ୍ଚନ୍ ହ୍ୱିଚ୍ ଅର୍ଗାନେଲ୍ସ ମଡିଫାଏସ୍ ପ୍ୟାକେଜେସ୍ ଆଣ୍ଡ ସିପ୍ସ ପ୍ରୋଟିନ୍ ହେଲା କିଏ କରେ ଗୋଲ୍ଗି ଆପାରେଟସ୍ ନା ନ୍ୟୁକ୍ଲିୟସ୍ ନା ମାଇଟୋକଣ୍ଡ୍ରିଆ ନା ଲାଇସୋସୋମ୍ କିଏ ନା ଗୋଲ୍ଗି ଆପାରେଟସ୍ ହେଲା न्यूक्लियस तो कहती कौन माइटोकॉन्ड्रिया कहती कौन लाइसोसोम तो पढ़ी गले तेणु ऑप्शन नंबर ए हम करेक्ट आंसर से कौन करे मॉडिफाई करे आ पैकेज करे सिप से जो प्रोटीन गुडाक अलग गुडाक कौन करे ये सब काम करे तो मन रहा गोल्गी एपारेटस कौन करे बॉडी प्रोसेस द पैकेजेस ऑफ प्रोटीन फॉर डिलीवरी है गोटे सेल आउटे सेल को जावाई जो दरकार हम से तेना 7 नंबर क्वेश्चन देखा एन एनिमल सेल द वैक्यूल आर यूजुअली कौन एब्सेंट वेरी लार्ज स्मॉल एंड मेनी ना ग्रीन इन कलर है एनिमल्स कौन थाए स्मॉल एंड मेनी माने छोट छोट थाए बहुत गुड़ाक थाए बुझिपारे देखिए छोट छोट डट थी एनिमल सेल है छोट छोट डट गुड़ाक कौन ना कौन वैक्यूल है माने छोट थाए बहुत गुड़ाक थाए एटा परीक्षा पड़े इंपोर्टेंट क्वेश्चन टा देखिए एनिमल सेल कंटेन स्मॉल एंड मल्टीपल वैक्यूल्स। 18 क्वेश्चन व्हिच ऑफ द फॉलोइंग हेल्प्स इन द सेल डिवीजन किए सेल डिवीजन रे हेल्प करे कौन सेंट्रियोल्स ना क्लोरोप्लास्ट ना राइबोसोम ना न्यूक्लियस किए ना सेंट्रियोल्स मन रखिबे सेल डिवीजन किए ताको हेल्प करते ना सेंट्रियोल्स बुझि पाले। then centrioles are found in the animal cell and helps in the cell division बुझिपाले। 19 नंबर क्वेश्चन डीएनए इज फाउंड इनसाइड द की का भीतर डीएनए थाए माइटोकॉन्ड्रिया राइबोसोम न्यूक्लियस साइटोप्लाज्म का भीतर ना न्यूक्लियस भीतर कहतिले न्यूक्लियस भीतर कोन दे जो जेनेटिक मटेरियल थाए डीएनए आउ किए ना आरएनए हैला दुईटा थाए
କାହା ଭିତରେ ନା ନ୍ୟୁକ୍ଲିୟସ୍ ଭିତରେ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ ଦେଖିବା ଏବେ DNA genetic material is stored inside the nucleus। 20 number question cell theory was given by କିଏ? କାହା ଦ୍ୱାରା ସେଲ୍ ଥିଓରି ରବର୍ଟ ହୁକ୍ ନା ସେଲ୍ଡନ୍ ଆଣ୍ଡ ସ୍ୱାନ୍ ନା ୱାଟସନ୍ ଆଣ୍ଡ କ୍ରିକ୍ ନା ଲିଏନିୟସ୍ କିଏ ନା ସେଲ୍ଡନ୍ ଆଣ୍ଡ ସ୍ୱାନ୍। ମନେ ରଖିଥିବେ ବାରମ୍ବାର କ୍ୱେଶ୍ଚନ ପଚାରେ ସେଲ୍ ଥିଓରି କିଏ ଦେଇଥିଲେ ସେଲ୍ଡନ୍ ଆଣ୍ଡ ସ୍ୱାନ୍ ହେଲା। ସେଲ୍ ଥିଓରି ହ୍ୱିଚ୍ ଅର୍ଗାନେଲ୍ସ ପ୍ରଡ୍ୟୁସ୍ ଏଟିପି କିଏ ଏଟିପି ପ୍ରଡ୍ୟୁସ୍ କରେ ଗୋଲ୍ଗି ବଡି ଲାଇସୋଜୋମ ମାଇଟୋକଣ୍ଡ୍ରିଆ କ୍ଲୋରୋପ୍ଲାଷ୍ଟ କିଏ ଏଟିପି ଦିଏ ନା ମାଇଟୋକଣ୍ଡ୍ରିଆ କହିଥିଲି ପାୱାର ହାଉସ୍ କାହାକୁ ଅଛି ମାଇଟୋକଣ୍ଡ୍ରିଆ କୁହାଯାଏ ତାର ଏକକ କ'ଣ କୁହାଯାଏ ଏଟିପି କୁହାଯାଏ। ବୁଝିପାରିଲେ? ମାଇଟୋକଣ୍ଡ୍ରିଆ ପ୍ରଡ୍ୟୁସ୍ ଏଟିପି ଦ ଏନର୍ଜି କରେନ୍ସି ଅଫ୍ ଦ ସେଲ୍ ଏଟିପି କ'ଣ କୁହାଯାଏ ଏନର୍ଜି କରେନ୍ସି ଅଫ୍ ଦ ସେଲ୍ ହେଲା କରେନ୍ସି ହେଲା ଯେମିତି ଟଙ୍କା ଆମେ ବ୍ୟବହାର କରୁ ସେମିତିଆ କ'ଣ ସେଲ୍ରେ ଏଟିପି ବ୍ୟବହାର କରାଯାଏ। 22 କ୍ୱେଶ୍ଚନ ପ୍ଲାଣ୍ଟ ସେଲ୍ ଇଜ୍ ୟୁଜୁଆଲି କ'ଣ सर्कुलर ना इरेगुलर ना रेक्टांगुलर ना स्पेरिकल कौन रेक्टांगुलर साधारणतः केमती देखा जाए एमती देखा जाए कोनटा प्लांट सेलटा तो एनिमल सेलटा गोल देखा जाए बुझी पाले। तो नेक्स्ट क्वेश्चन देखिए एबे ड्यू टू सेल वॉल प्लांट सेल हैव ए फिक्स्ड रेक्टांगुलर शेप जेहेतु सेल वॉल टा अछि गोटे रिजिडिटी दउ सेत में कोन केमती देखा जाए रेक्टांगुलर देखा जाए। तापर 23 नंबर क्वेश्चन हु डिस्कवर्ड द सेल एंटोन एंड वेन लियोनहुक ना रॉबर्ट हुक ना चार्ल्स डार्विन ना आइजैक न्यूटन किए ना हमर रॉबर्ट हुक ହେଲା କେତେ ମସିହାର 1665 ମସିହାରେ ବାହାର କରିଥିଲେ ସେଲ୍ ଆଉ ରବର୍ଟ ହୁକ୍ ଡିସ୍କଭର୍ଡ ଦ ସେଲ୍ ଇନ୍ 1665 ହ୍ୱାଇଲ୍ ଅବଜର୍ଭିଂ ଦ କର୍କ ହେଲା କର୍କ ଯେତେବେଳେ କରିଥିଲେ ବେଳେ କ୍ୱେଶ୍ଚନ ପଚାରେ ଯେ କାହାକୁ ଅବଜର୍ଭ କଲା ବେଳେ ରବର୍ଟ ହୁକ୍ ପାଇଥିଲେ ନା କର୍କକୁ ହ୍ୱିଚ୍ ଅଫ୍ ଦ ଷ୍ଟ୍ରକ୍ଚର ଇଜ୍ ଆବସେଣ୍ଟ ଇନ୍ ଏନିମଲ୍ ସେଲ୍ ଏନିମଲ୍ ସେଲ୍ କ'ଣଟା ଦେଖାଯାଏନି ମାଇଟୋକଣ୍ଡ୍ରିଆ ନା ଗୋଲ୍ଗି ବଡି ନା ସେଲ୍ ୱାଲ୍ ନା ରାଇବୋଜୋମ୍ କ'ଣଟା ଦେଖାଯାଏନି ନା ଏନିମଲ୍ ସେଲ୍ କ'ଣ ଦେଖାଯାଏନି ସେଲ୍ ୱାଲ୍ଟା ନଥାଏ ଆଉ ବୁଝିପାରିଲେ। ତେଣୁ କରେକ୍ଟ ଆନ୍ସର ହବ କୋଉଟା ଅପସନ୍ ନମ୍ବର ସି एनिमल सेल ड्यू टू डू नॉट हैव इन ए रिजिड सेल वॉल ହେଲା। 25 नंबर क्वेश्चन ए सेमी फ्लूइड सब्सटेंस बिटवीन इट्स न्यूक्लियस एंड सेल मेम्ब्रेन इज डैश ऑप्शन नंबर ए न्यूक्लियोप्लाज्म ना ऑप्शन नंबर बी साइटोप्लाज्म ना क्रोमाटिन ना सेल सेप कौन हम ना साइटोप्लाज्म आ जो सेल माने बाहर जो सेल वॉलटा रहिला बा सेल मेम्ब्रेन आ भितर जो जति ऑर्गेनेल्स गुडा जहाँ सब रहिला का भितर थाए ना साइटोप्लाज्म आ ता भितर जो गिफ्ट थाए कोन कहे साइटोप्लाज्म आ ऑप्शन नंबर सी है ऑप्शन नंबर बी है कौन करेक्ट आंसर साइटोप्लाज्म इज ए फ्लूइड पार्ट ऑफ द सेल व्हेयर द ऑर्गेनेल्स आर सस्पेंडेड। तेणु आज भिडियो 25 टी एक्सपेक्टेड क्वेश्चन थिला जदि आपन वीडियो भल लागिला वीडियो को आपन कोन करिवे लाइक करिवे और चैनल को सब्सक्राइब करिवे हला आ जदि आपन चाहउछन मैथमेटिक्स रे क्लास करिया पे आपन प्लेलिस्ट को जाई देखि परिवे मैथमेटिक्स रो क्लास हे गेला नंबर सीरीज तापर परसेंटेज प्रॉफिटलेस देखि परिवे आ हमर त आज 3 नंबर 4 नंबर क्लास थिला ए साइंस रो या पर आस्ते आस्ते आसीबो जेते हमर टॉपिक वाइज सरी जो प्रीवियस ईयर क्वेश्चन प्रैक्टिस करबा तेनो तापे हम आपन गोटे काम करबे पड़िबो मो चैनल को सब्सक्राइब करी पाखते बेल आइकन को आपन दबाई देबे जा फल कि नोटिफिकेशन जीव वीडियो वाला पर समस्त पाखु कोन जाय नोटिफिकेशन जाउ नै हला। तेणु आज पे एतिरी रहउची आ गोटे नुवा वीडियो आपन से देखा हबो सेति पण रहउची धन्यवाद।